ଘରେ ସମସ୍ତେ ବସି ସେ ଏମଏଲଏ ଥାନାରୁ ମୁକୁଲି ଆସିବାର ନ୍ୟୁଜ୍ ଦେଖୁଥିବେ ଆଉ ଆଦର୍ଶ ରାଗରେ ଟିଭି ବନ୍ଦ କରିଦେବେ। ତାପରେ ଗୌରବ କହିବେ, ଏ ଏମଏଲଏ ପାଗଳ ହେଇଗଲାଣି, ସେଥିପାଇଁ ସେ ଏମିତି କଥାବାର୍ତ୍ତା କରୁଛି। ତାପରେ ବିନୋଦ କହିବେ, ନାଇଁ ଗୌରବ, ଇ ଏମଏଲଏ ବହୁତ ଚାଲାକ। ସେ ମିଡିଆକୁ ବାଇଟ୍ ଦେବା ବାହାନାରେ ଧମକ ଦଉଛି। ଜଣା ନାହିଁ ଏ ପ୍ରମାଣ ସବୁ ତା ହାତକୁ କେମିତି ଆସିଲା କେଜାଣେ। ତାପରେ ଆଦର୍ଶ କହିବେ, ସିଏ ଆମକୁ ଧମକ ଦଉଛି ଦାଦା। ମୁଁ ହିଁ ସିଏମଙ୍କ ସହିତ କଥା ହେଇ ତା କଲା କାରନାମା ବିଷୟରେ ଜଣେଇଥିଲି। ଆଉ ସେଥିପାଇଁ ତ ତାକୁ ଆରେଷ୍ଟ କରିବା ପାଇଁ ସିଏମ ଅଫିସରୁ ଅର୍ଡର ଆସିଥିଲା। ତାପରେ ରୁବି କହିବେ, ଆରେ ମୁଁ ଭାବୁଥିଲି କେବଳ ପଲ୍ଲବୀ ମୂର୍ଖ, କିନ୍ତୁ ଆଦର୍ଶ ତାଠୁ କିଛି କମ୍ ନୁହଁ। ତାପରେ ମାୟା କହିବେ, ତୋର ଏସବୁ କରିବା କ'ଣ ଦରକାର ଥିଲା ଆଦର୍ଶ? ତାପରେ ଆଦର୍ଶ କହିବେ, ମା, ମିଛ କେସରେ ସେ ମୋତେ ଜାଣିଶୁଣି ମୋତେ ଆରେଷ୍ଟ କରେଇଥିଲା। ଖାଲି ସେତିକି ନୁହେଁ, ଆଇଆଇସିଙ୍କୁ ହାତ କରି ସେ ଥାନାରେ ପଲ୍ଲବୀଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି। ଆଉ ସେଥିପାଇଁ ତ ତାକୁ ଗୋଟେ ବୁଦ୍ଧି ଶିଖେଇବା ନିହାତି ଜରୁରୀ ଥିଲା। ତାପରେ ରୁବି କହିବେ, କିନ୍ତୁ ଲାଭ କ'ଣ ହେଲା? ସେ ତ ଆରେଷ୍ଟ ହେଇ ଥାନାକୁ ଯାଉ ଯାଉ ସାଙ୍ଗେ ସାଙ୍ଗେ ନିର୍ଦ୍ଦୋଷରେ ବାହାରକୁ ବାହାରି ଆସିଲା ନା। ପୁଣି ଆଦର୍ଶ କହିବେ, ସେ କଥା ତ ମୁଁ ଜାଣେ, କିନ୍ତୁ ଏ କଥା ତାଙ୍କୁ ଜଣେଇବା ନିହାତି ଦରକାର ଥିଲା ଯେ ମହାପାତ୍ରମାନଙ୍କ ସାଙ୍ଗେ ଲାଗିଲେ ତା ପରିଣାମ ଏଇଆ ହିଁ ହୁଏ। ଆଉ ତା ସାଙ୍ଗକୁ ପଲ୍ଲବୀଙ୍କ ହାତରେ ମୋତେ ସେ ଯେମିତି ଆରେଷ୍ଟ କରେଇଥିଲା ନା, ଆଉ ଠିକ୍ ସେମିତି ପଲ୍ଲବୀ ଆଜି ନିଜେ ତାକୁ ଆରେଷ୍ଟ କଲେ। ଆଉ ପଲ୍ଲବୀଙ୍କ ପ୍ରତିଶୋଧ ଆଜି ପୂରା ହେଇଗଲା ମାଉସୀ। ତାପରେ ରୁବି କହିବେ, ଦେଖିଲୁ ତ ମାୟା, ଏସବୁ ସେଇ ପଲ୍ଲବୀ ପାଇଁ ହେଉଛି। ସେ ପଲ୍ଲବୀ ହିଁ ଏ ଘର ଅନର୍ଥର ମୂଳ କାରଣ। ଏମଏଲଏକୁ ଆରେଷ୍ଟ କରି ପଲ୍ଲବୀ ସାପ ଲାଞ୍ଜରେ ହାତ ମାରିଛି ଆନନ୍ଦ। ଏବେ ସମସ୍ତେ ଦେଖିବ, ସେ ଏମଏଲଏ ଭରଦ୍ୱାଜ ଆମ କାହାରିକୁ ବି ଛାଡ଼ିବନି। ମୁଁ ତ କହୁଛି, ସେ ଏମଏଲଏର ସବୁ କଥା ମାନିଯାଅ ଆଉ ପଲ୍ଲବୀକୁ କୁହ ସେ ଯାଇ ତାକୁ କ୍ଷମା ମାଗୁ। ତାହେଲେ ଯାଇ ସବୁ ସମସ୍ୟାର ସମାଧାନ ହେଇଯିବ। ତାପରେ ଆନନ୍ଦ କହିବେ, ବିଲକୁଲ ବି ନୁହଁ। ଆଚ୍ଛା ରୁବି ଦିଦି, ମୁଁ ଗୋଟେ କଥା ବୁଝିପାରୁନି, ଆପଣ କାହା ସାଇଡ୍ରେ ଅଛନ୍ତି? ଆମ ସାଇଡ୍ରେ ଅଛନ୍ତି ନା ତାଙ୍କ ସାଇଡ୍ରେ ଅଛନ୍ତି? ପୁଣି ରୁବି କହିବେ, ଆନନ୍ଦ, ମୁଁ ତ ଆମରି ମଙ୍ଗଳ ପାଇଁ କହୁଛି ନା, ତମେ ହିଁ ମୋତେ ଓଲଟା ବୁଝୁଛ।